शन्नो मित्रः शं वरुणः शन्नो भवत्वर्यमा सन्नो इन्द्रो बृहस्पतिः सन्नो विष्णुरुक्रमः नमो ब्रह्मणे नमस्ते वायो त्वमेव प्रत्यक्षं ब्रह्मासि त्वामेव प्रत्यक्षं ब्रह्म वदिष्यामि ऋतं वदिष्यामि सत्यं वदिष्यामि तन्मामवतु तद्वक्तारमवतु अवतु माम् अवतु वक्तारम् ॐ शान्तिः शान्तिः शान्तिः। सत्यार्थ प्रकाश अध्ययनर जो कार्यक्रम श्रुतिन्यास पक्षरु निया जाइछि सत्यार्थ प्रकाश अध्यापना करिवा पई जो माने ए कार्यक्रम रे जोग दौचंती श्रुतिन्यास पक्षरु मु समस्त को स्वागत करुछि। सत्यार्थ प्रकाश एक अमूल्य ग्रंथ। महर्षि दयानंद सरस्वतींकर अमर ग्रंथ। सत्यार्थ प्रकाश पढ़िले लागे सत्य जमिति महर्षि दयानंद सरस्वती आम आगे विद्यमान अछंती एवं आम आंगुठी धरी वेद पथरे सत्य पथरे ईश्वर प्रदत्त पथरे ईश्वर आड़ को नहीं जाउछंती। महर्षि दयानंद सरस्वती तांग जीवन काल भितरे अनेक ग्रंथ रचना करछंती। प्रथम पुस्तक तांकर थिला संध्या रचना करथिले। तापरे छोट छोट पुस्तक भी रचना करछंती, मध्यम धरणर पुस्तक भी रचना करछंती, वेद भाष्य भी करछंती। एभଳି भावरे महर्षि दयानंद सरस्वती अनेक ग्रंथ रचना करछंती एवं प्रत्येक ग्रंथ प्रत्येक पुस्तिका तार कलेवर जहा हो ना कहीं छोट हो कि बड़ हो से आम पई अमूल्य। एमिति कि महर्षि दयानंद सरस्वती सत्यार्थ प्रकाशर शेष आड़क जो स्व मंतव्य अमंतव्य मंतव्य अर्थ है मानिवा योग्य एवं अमंतव्य है जहाँ मानिवार अयोग्य। तेणु मानिवा योग्य एवं कौन मानिवा योग्य नुहे सेतिकी मध्य जो परिभाषा आकार आमको देइचंती
ତାହା ମଧ୍ୟ ଆମ ପାଇଁ ଅମୂଲ୍ୟ। ऋषि दयानंदଙ୍କର ଗୋଟିଏ ଗୋଟିଏ ଶବ୍ଦ, ଗୋଟିଏ ଗୋଟିଏ ବାକ୍ୟ ଆମ ଜୀବନକୁ, ଆମର ଆଧ୍ୟାତ୍ମିକ ମାର୍ଗକୁ ବହୁତ ମାର୍ଗଦର୍ଶନ କରେ। ତେଣୁ ଆମେ ଯେଉଁ ଅମର ଗ୍ରନ୍ଥ ସତ୍ୟାର୍ଥ ପ୍ରକାଶ ପଢ଼ୁଛେ ଏବଂ ପରମ ପିତା ପରମାତ୍ମାଙ୍କ ଇଏ ଏକ ମହତି ଅନୁକମ୍ପା ଯେ ନିୟମିତ ଭାବରେ ଅଧ୍ୟାପନା କରିବାର ଏକ ସୁଯୋଗ ଆମକୁ ମିଳିଛି। ଆପଣମାନେ ଭାଗ ନେଉଛନ୍ତି, ପ୍ରତ୍ୟକ୍ଷ ଭାବରେ ପଢ଼େଇବାର ସୁଯୋଗ ଆମକୁ ବି କେବେ ମିଳିନି। ଏଭଳି ଭାବରେ ପଢ଼େଇବା ମୋ ପାଇଁ ବି ଏକ ନବୀନ ଅଭିଜ୍ଞତା। ତ ଆମେ ମିଶି ପଢ଼ିବା ସତ୍ୟାର୍ଥ ପ୍ରକାଶ। ଆମେ ଏଇଠି ପଙ୍କ୍ତିତଃ ଅଧ୍ୟୟନ କରିବା। ଏ ସତ୍ୟାର୍ଥ ପ୍ରକାଶ ଆମେ କାହିଁକି ନେଲୁ ପଢ଼େଇବା ପାଇଁ? ଯେତେବେଳେ ସତ୍ୟାର୍ଥ ପ୍ରକାଶ ଲେଖା ହେଇଗଲା, ଓଡ଼ିଆ ଭାଷାରେ ଅନୁବାଦ ହେଇଗଲା, ତ ମୁଁ ଭାବିଲି ଆଉ କିଛି ଅସୁବିଧା ନାହିଁ, ଏଣିକି ଆମର ଓଡ଼ିଆ ଭାଇ ଭଉଣୀମାନେ ସତ୍ୟାର୍ଥ ପ୍ରକାଶ ନିଜେ ନିଜେ ପଢ଼ିବେ ଏବଂ ସହଜରେ ବୁଝିଯିବେ। ବିଶେଷ କ୍ଲିଷ୍ଟ ଭାଗକୁ ନ ବୁଝିପାରନ୍ତି, କିନ୍ତୁ ପ୍ରାୟତଃ 80 ଭାଗ ନିଶ୍ଚିତ ବୁଝିଯିବେ, ଅଳ୍ପ କିଛି ଭାଗ ଅବୁଝା ରହିପାରେ। ଏଇଟା ମୋର ଗୋଟେ ଧାରଣା ଥିଲା। କିନ୍ତୁ ଯେତିକି ଯେତିକି ବହି ଆମେ ଦେଲୁ, ଲୋକ କିଣିକି ନେଲେ, ଯେଉଁମାନେ ସହଯୋଗ କରିଥିଲେ ସେମାନଙ୍କୁ ଉପହାର ଦିଆହେଲା। ମୁଁ ଯେତେବେଳେ ପଚାରିଲି ଆପଣ ସତ୍ୟାର୍ଥ ପ୍ରକାଶ ପଢ଼ିଲେଣି କି, ସମସ୍ତେ ଗୋଟିଏ କଥା, ଆଜ୍ଞା ପଢ଼ିବା ଆରମ୍ଭ ତ କରିଥିଲୁ, ଆଗକୁ ଆଉ ଯାଇନୁ। ଆରମ୍ଭ କରିଥିଲୁ, ଆପଣ ଯେହେତୁ ବହିଟା ଦେଲେ ଆରମ୍ଭ କଲୁ ଆଉ ଥୋଇଦେଲୁ। ତ ଆଗ୍ରହ ଅଛି ବହୁତ ଲୋକଙ୍କ ସତ୍ୟାର୍ଥ ପ୍ରକାଶ ଜାଣିବାକୁ, କିନ୍ତୁ ଅଧିକାଂଶ ବ୍ୟକ୍ତି କଲେ ଅତ୍ୟନ୍ତ ଦୁରୂହ। ମୁଁ ବୁଝିପାରିଲିନି, ଭାଇ ଓଡ଼ିଆରେ ତ ଲେଖା ହେଇଛି, ଫେର ଦୁରୂହ କ'ଣ? ତ ମୋତେ କିଛି ଲୋକ ଆଗ୍ରହ କଲେ ଯେ ଆପଣ ଆକୁ ପଢ଼ାନ୍ତୁ। ମୁଁ କହିଲି ଓଡ଼ିଆରେ ଲେଖା ହେଇଛି, ଫେର କ'ଣ ପଢ଼ାଇବା? ଯାହା ବି ହଉ, ଫେରେ ଇଏ ତ ଆରମ୍ଭ କରିଛୁ, ଦେଖାଯାଉ କେତେ ଦୂର ଆମେ ସଫଳ ହେଉଛେ, କେତେ ଲୋକ ପଢ଼ିବାକୁ ଚାହୁଁଛନ୍ତି। ତ ସତ୍ୟାର୍ଥ ପ୍ରକାଶ ପଢ଼ିବା ପୂର୍ବରୁ କୌଣସି ବି ଜିନିଷ, ସତ୍ୟାର୍ଥ ପ୍ରକାଶ କ'ଣ, ଆମେ କୌଣସି କାମ କରିବା ପୂର୍ବରୁ ଆମେ ଯଦି ଭଲ ଭାବରେ ତାକୁ ବୁଝିବା ଯେ ଆମେ କ'ଣ କରୁଛେ ଏବଂ କାହିଁକି କରୁଛେ, ତେବେ ଆମକୁ ସେ କାମ କରିବା ପାଇଁ ଶ୍ରଦ୍ଧା ହୁଏ। ସେମିତି ଆମେ ଯେତେବେଳେ ସତ୍ୟାର୍ଥ ପ୍ରକାଶ ପଢ଼ିବାକୁ ଯାଉଛେ, ପ୍ରଥମେ ଆମେ ଜାଣିବା ଯେ ଭାରତ ବର୍ଷରେ ଗ୍ରନ୍ଥର ତ ଅଭାବ ନଥିଲା, ବହି ବହୁତ ଭର୍ତ୍ତି ହେଇଛି। ସୃଷ୍ଟିର ପ୍ରାରମ୍ଭରେ ପରମ ପିତା ପରମାତ୍ମା ବେଦ ଦେଲେ। 4ଟା ବେଦ ଭିତରେ ମହର୍ଷି ମନୁ କହନ୍ତି ସର୍ବଜ୍ଞାନମୟ ହି ସହ। ଏଇ ଯେଉଁ 4ଟି ବେଦ, ଏ 4ଟି ବେଦ ହେଲେ ସର୍ବଜ୍ଞାନମୟ, ଅର୍ଥାତ୍ ଏ ଭିତରେ ମଣିଷର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଯାହା ଯାହା ଜ୍ଞାନ ଆବଶ୍ୟକ, ସେ ସମସ୍ତ ଜ୍ଞାନ ପରମ ପିତା ପରମାତ୍ମା ଦେଇଛନ୍ତି ଏ 4ଟି ବେଦ ମାଧ୍ୟମରେ। କିଛି ବଳକା ନାହିଁ। କିନ୍ତୁ କେମିତି ଦେଇଛନ୍ତି? ଭଗବାନ ଗଛ କରିକି ଦେଇନାହାନ୍ତି, ମଞ୍ଜି ଆକାରରେ ଦେଇଛନ୍ତି, ବୀଜ ଆକାରରେ ଦେଇଛନ୍ତି। ଏଇଟା ହେଲା କଥା। ଆମେ ଯେତେବେଳେ ଗୋଟେ ଦଶେରି ଆମ୍ବ ଖାଉଛେ, ଲେଙ୍ଗଡ଼ା ଆମ୍ବ ଖାଉଛେ, ତୋତାପଲ୍ଲୀ ଆମ୍ବ ଖାଉଛେ,
କି ଆମ୍ରପଲ୍ଲୀ କି ଆଉ ଯାହା ଯାହା ବି ଆମ୍ବ ଖାଉଛେ, ବାଇଗଣ ପଲ୍ଲୀ, ମିଠା ଲାଗୁଛି ନା ଖଟା? ମିଠା ଲାଗୁଛି ବୋଲି ଖାଉଛେ, ଖଟା ହେଲେ ଖାଆନ୍ତେନି। ଆଚ୍ଛା, ଆମ୍ବ ମିଠା ଲାଗୁଛି ବୋଲି ଖାଉଛେ। ଜଣେ ଆମକୁ ଆମ୍ବ ଖାଇବାକୁ ଦେଲେ ଆମକୁ ଭଲ ଲାଗୁଛି ନା ଖରାପ ଲାଗୁଛି? ପାଚିଲା ଆମ୍ବ, ମିଠା ଆମ୍ବ ଭଲ ଲାଗୁଛି। ଆଚ୍ଛା, ସେ ଲୋକଟା ଆମକୁ ଆମ୍ବ ଟାକୁଆଟେ ଦବ, ଆମେ ଖାଇପାରିବା? ଆଚ୍ଛା, ବାଇଗଣ ପଲ୍ଲୀ ଭଳିଆ ଆମ୍ବ କି ଲେଙ୍ଗଡ଼ା ଭଳିଆ ଆମ୍ବ କି ଦଶହରୀ ଭଳିଆ ଆମ୍ବ, ବହୁତ ଯୋଉଟା ମିଠା ଆମ୍ବ, ବଢ଼ିଆ ଆମ୍ବ। ଆଉ କି ଆମ୍ବ ବି ଆପଣ ଭାବନ୍ତୁ, ଆଗ ଯେଉଁ ଆଖୁ ରସ ଆମ୍ବ, ଆହୁରି ଦେଶୀ ଆମ୍ବ ବି ବହୁତ ମିଠା ମିଠା ଆମ୍ବ ଥିଲା, ବଢ଼ିଆ ଆମ୍ବ। ତାର ଆପଣଙ୍କୁ ଟାକୁଆଟେ ଜଣେ ଦବ ଆଉ ଖା ବୋଲି କହିବ। ଆଚ୍ଛା, ଲେଙ୍ଗଡ଼ା ଆମ୍ବ ଭଳିଆ କ'ଣ ଲେଙ୍ଗଡ଼ା ଆମ୍ବର ଟାକୁଆଟା ବି ମିଠା ଲାଗିବ? ସେ ଯେଡ଼େ ବଡ଼ ମିଠା ଆମ୍ବ ହଉ, ଟାକୁଆଟେ କଷା ହିଁ ଲାଗିବ। ଠିକ୍ ନା ଭୁଲ? ସେମିତି ପରମାତ୍ମା ଆମକୁ ଚାରୋଟି ବେଦର ଜ୍ଞାନ ଦେଲେ। ଦେଲେ କେମିତି? ଟାକୁଆ ଭଳିଆ। ତାକୁ ଯେତେବେଳେ ଗଛ ଲଗାଯିବ, ଖତ ଦିଆଯିବ, ପାଣି ଦିଆଯିବ, ସାର ଦିଆଯିବ, ଯତ୍ନ ନିଆଯିବ, ଯେତେ ଭଲ ଖତ ଦିଆଯିବ, ଯେତେ ଭଲ ମାଟିରେ ପକାଯିବ, ସେତେ ଭଲ ଆମ୍ବ ହେବ, ସେତେ ବଡ଼ ସାଇଜର ଆମ୍ବ ହେବ, ସେତେ ଉତ୍କୃଷ୍ଟ ହେବ ଏବଂ ଆମ୍ବ ଆମକୁ ମିଠା ଲାଗିବ। ଟାକୁଆଟିକୁ ଆମ୍ବରେ ପରିଣତ କରିବା ଯେଉଁଭଳି ଭାବରେ କାମ ଚାଷୀଟିଏ ଯେମିତି କରେ, ସେମିତି ପରମ ପିତା ପରମାତ୍ମା ବେଦରେ ଯେଉଁ ମନ୍ତ୍ର ଗୁଡ଼ିକୁ ବୀଜ ଆକାରରେ ଦିଅନ୍ତି, ତାକୁ ଆମ୍ବ ଆକାରରେ କିଏ ଆମକୁ ଦିଅନ୍ତି? ନା, ଆମ୍ବ ଆକାରରେ ଯେମିତି ମଞ୍ଜିକୁ ଫଳ ଆକାରରେ, ଫସଲ ଆକାରରେ ଯିଏ ଦିଅନ୍ତି, ତାଙ୍କୁ ଚାଷୀ କୁହାଯାଏ। କ'ଣ କୁହାଯାଏ? ଚାଷୀ, ଚାଷ କରନ୍ତି। ସେମିତି ପରମାତ୍ମାଙ୍କ ପ୍ରଦତ୍ତ ବେଦ ମନ୍ତ୍ରର ଜ୍ଞାନକୁ ଆମର ବୋଧଗମ୍ୟ ହେଲା ଭଳି ଭାଷାରେ ଯିଏ ଆମକୁ ଦିଅନ୍ତି, ତାଙ୍କୁ ଋଷି କୁହାଯାଏ। ବୁଝିହେଲା? ଚାଷୀର କାମ ଯାହା, ଋଷିଙ୍କ କାମ ସେଇଆ। ତ ଆର୍ଯ୍ୟାବର୍ତ୍ତରେ ଯେଉଁ ଋଷିମାନେ ଜନ୍ମ ହେଲେ, ପରମ ପିତା ପରମାତ୍ମାଙ୍କଠୁ ପ୍ରଥମେ ବେଦ ଜ୍ଞାନ ପ୍ରାପ୍ତ କଲେ, ତାପରଠୁ ଆଜି ପର୍ଯ୍ୟନ୍ତ ଯେତିକି ଋଷି ହେଇଛନ୍ତି, ସବୁ ଋଷିମାନଙ୍କର ଗୋଟିଏ ହିଁ ପ୍ରୟାସ ରହିଛି। କ'ଣ ପ୍ରୟାସ? ଋଷି, ସବୁ ଋଷି ତ ଗୋଟେ ଦିନରେ ହେଇନାହାନ୍ତି। ଭିନ୍ନ ଭିନ୍ନ ଋଷି ଭିନ୍ନ ଭିନ୍ନ ସମୟରେ ଆସିଛନ୍ତି। ଏ ସମସ୍ତ ଋଷିମାନଙ୍କର କ'ଣ ଉଦ୍ଦେଶ୍ୟ? ନା, ସମସ୍ତ ଋଷିମାନଙ୍କର ଉଦ୍ଦେଶ୍ୟ ହେଇଛି ସେମାନଙ୍କ ସମୟରେ ଅଥବା ସେମାନଙ୍କ ପରବର୍ତ୍ତୀ ସମୟରେ ଯେଉଁ ମଣିଷମାନେ ଅଛନ୍ତି ଅଥବା ଜନ୍ମଗ୍ରହଣ କରିବେ ପରବର୍ତ୍ତୀ ସମୟରେ, ସେମାନେ କେମିତି ଈଶ୍ୱରୀୟ ଜ୍ଞାନକୁ ସରଳ ଭାବରେ ବୁଝିବେ। ଯେଉଁ ସମୟରେ ଯେଉଁ ପ୍ରକାର ଜ୍ଞାନର ଆବଶ୍ୟକତା ଅଛି, ଋଷିମାନେ ସେଭଳି ଭାବରେ ସରଳ ଭାବରେ, ଆହୁରି ଅଧିକ ବିସ୍ତୃତ ଭାବରେ ପରବର୍ତ୍ତୀ ପିଢ଼ିକୁ ବୁଝେଇ ଚାଲିଛନ୍ତି। ଆଜି ଆମର ଚିକିତ୍ସା ହେଉଛି, ଚିକିତ୍ସକମାନେ ଆମ ଚିକିତ୍ସା କରୁଛନ୍ତି। ଏ ଚିକିତ୍ସା ଆଜିଠୁ ନୁହେଁ। ଯଦି ବେଦକୁ ବି ମାନିବା, ବେଦର ଉପବେଦ ହେଲା ଆୟୁର୍ବେଦ। ଆୟୁର୍ବେଦରେ ମଧ୍ୟ ଧନ୍ୱନ୍ତରୀଙ୍କଠୁ ଆରମ୍ଭ କରି, ଚାहे ଚରକ କୁହନ୍ତୁ, ସୁଶ୍ରୁତ କୁହନ୍ତୁ, ବାଗଭଟ୍ଟ କୁହନ୍ତୁ, ବହୁ ଆଚାର୍ଯ୍ୟ ହେଇଛନ୍ତି, ବହୁ ଆଚାର୍ଯ୍ୟ ଗ୍ରନ୍ଥ ଲେଖିଛନ୍ତି। ତ ପରବର୍ତ୍ତୀ ଯେଉଁ ଆଚାର୍ଯ୍ୟମାନେ ଆସିଛନ୍ତି, ଅଧିକାଂଶ ଆଚାର୍ଯ୍ୟ କ'ଣ କରିଛନ୍ତି? ନା, ଯେଉଁ ପୂର୍ବବର୍ତ୍ତୀ ଆଚାର୍ଯ୍ୟମାନେ ଯେଉଁ କଥା କହୁଥିଲେ, ତାକୁ ଏମାନେ ଆହୁରି ସରଳ ଭାବରେ କେମିତି ଜନତା ବୁଝିପାରିବେ ଏବଂ ଆଉ ଯେଉଁ ନୂଆ ନୂଆ ଜ୍ଞାନ
ଉଦ୍ଭାବନ ହେଉଛି, ଆବିଷ୍କାର ହେଉଛି। ଋଷି କାହାକୁ କହନ୍ତି? ଯେଉଁମାନେ ଥିବା ଜ୍ଞାନକୁ ସାକ୍ଷାତକାର କରନ୍ତି ଏବଂ ତାକୁ ଜନତା ଆଗରେ, ସାମାନ୍ୟ ଲୋକଙ୍କ ଆଗରେ ରଖନ୍ତି, ସେମାନେ ଋଷି। ଆଜି କି 100 ବର୍ଷ ତଳେ ଯେଉଁ ଚିକିତ୍ସକମାନେ ଥିଲେ ସେମାନେ ବି ଚିକିତ୍ସା କରୁଥିଲେ। ଆଜି ଯେଉଁ ଚିକିତ୍ସକମାନେ ଅଛନ୍ତି ସେମାନେ ବି ଚିକିତ୍ସା କରୁଛନ୍ତି। ଭବିଷ୍ୟତରେ ଯେଉଁ ଚିକିତ୍ସକମାନେ ସେମାନେ ବି ଚିକିତ୍ସା କରିବେ। ତେଣୁ ପ୍ରତ୍ୟେକ ସମୟରେ ଚିକିତ୍ସକମାନେ କ'ଣ କହନ୍ତି ନା, ଲେଟେଷ୍ଟ ଯେଉଁ ନଲେଜ ଡିସ୍କଭର ହେଇଛି, ଇନଭେଣ୍ଟ ହେଇଛି, ଯେଉଁ ନୂଆ ନୂଆ ଜିନିଷ ଆବିଷ୍କାର ଉଦ୍ଭାବନ ହେଇଛି, ସେମାନେ ତାର ସହଯୋଗରେ ଜନତାର କଲ୍ୟାଣ କରିବା ପାଇଁ ଚେଷ୍ଟା କରନ୍ତି। ସେମିତି ଋଷିମାନେ ଯେଉଁ ଦେଶ କାଳ ପରିସ୍ଥିତିରେ ସେମାନେ ଜନ୍ମଗ୍ରହଣ କରିଥାନ୍ତି, ସେ ସମୟରେ ଜନତାର ଯେଉଁ ମନସ୍ଥିତି, ସେମାନଙ୍କ ଯୋଗ୍ୟତା, ସେମାନଙ୍କର ଆବଶ୍ୟକତା, ତାକୁ ଦେଖି ସେମାନେ ନବୀନ ପ୍ରକାରରେ ସେହି ପୁରୁଣା ଜିନିଷକୁ ନବୀନ ପ୍ରକାରରେ ବୁଝାଇବା, ଆହୁରି ସରଳ କରିବା, ଏ କାର୍ଯ୍ୟ କରନ୍ତି। ତ ମହର୍ଷି ଦୟାନନ୍ଦ ସରସ୍ୱତୀ ଯେତେବେଳେ ଆସିଲେ, ସତ୍ୟାର୍ଥ ପ୍ରକାଶ କାହିଁକି ଲେଖିଲା ପରେ ବହୁତ ଚିନ୍ତା କରିବା, ବହୁତ କଥା ବୁଝିବାର ଅଛି। ମହର୍ଷି ଦୟାନନ୍ଦ ସରସ୍ୱତୀ ଯେତେବେଳେ ଏ ସଂସାରକୁ ଆସିଲେ ବାଳକ ମୂଳଶଙ୍କର ଆକାରରେ, ସେଦିନଠୁ ତାଙ୍କର ଯାତ୍ରା ଆରମ୍ଭ ହୋଇଗଲା ସତ୍ୟ ଆଡ଼କୁ। ଆମେ ତାଙ୍କ ଜୀବନୀ କିଛି କିଛି ବୁଝିଛେ। ସତ୍ୟାର୍ଥ ପ୍ରକାଶକୁ ବୁଝିବାକୁ ହେଲେ ମହର୍ଷି ଦୟାନନ୍ଦଙ୍କର ଜୀବନ ଯାତ୍ରାକୁ ବୁଝିବାକୁ ପଡ଼ିବ। ଯଦି ତାଙ୍କ ଜୀବନ ଯାତ୍ରା ଯେମିତି ହେଇଛି ସେମିତି ହେଇନଥାନ୍ତା, ଆଉ କିଛି ହେଇଥାନ୍ତା, ହୁଏତ ସତ୍ୟାର୍ଥ ପ୍ରକାଶର ଗ୍ରନ୍ଥ ଆଉ କିଛି ଅଲଗା ପ୍ରକାର ରହିଥାନ୍ତା। ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କୁ ଯେଉଁ ପରିସ୍ଥିତି ଭିତରେ ଦେଇକି ଯିବାକୁ ପଡ଼ିଛି, ଯେମିତି ଗୋଟିଏ ନଦୀଟିଏ ଯେଉଁ ଅଞ୍ଚଳ ଦେଇକି ଯାଏ, ସେଇ ଅଞ୍ଚଳର ମାଟିର ଉପର ସ୍ତରରେ ବି ଯାହା ଯାହା ଥାଏ ସାଙ୍ଗରେ ନେଇକି ଯାଏ, ସେମିତି ମହର୍ଷି ଦୟାନନ୍ଦଙ୍କର ଜୀବନ ଯାତ୍ରା ଯେଉଁଭଳି ଭାବରେ ଅଙ୍କା ବଙ୍କା ଅଙ୍କା ବଙ୍କା ହେଇଯାଇଛି, ସେ ସବୁ ଅଙ୍କା ବଙ୍କାରୁ କିଛି କିଛି ଜିନିଷ ନେଇଛନ୍ତି। ଆଉ ବୋଧ ହୁଏ ପରମାତ୍ମାଙ୍କର ହିଁ ଏମିତି କିଛି ଗୋଟେ ଅଭିପ୍ରାୟ ଥିଲା ଯେ ସଂସାରରେ ଯେତେ ପ୍ରକାରର ମାନେ ଧର୍ମ ନାମରେ ଅଳିଆ ଆବର୍ଜନା ଅଛି, ଇଏ ଋଷି ଦୟାନନ୍ଦଙ୍କ ଭଳି ଗୋଟେ ଗଙ୍ଗା, ଗୋଟେ ମନ୍ଦାକିନୀକୁ ପଠେଇଥିଲେ ସବୁ ଯାକ ଭସେଇକି ନେବା ପାଇଁ ବୋଲି। ତେଣୁ ଋଷି ଦୟାନନ୍ଦ ତାଙ୍କ ଗ୍ରନ୍ଥରେ ଯେଉଁ ସ୍ୱଳ୍ପ ସମୟ ମଧ୍ୟରେ ଯେଉଁ ଏତେ କଥା ଲେଖିଦେଇ ପାରିଲେ, ତା ପଛରେ ବହୁତ ବଡ଼ କାରଣ ହେଉଛି ତାଙ୍କର ଜୀବନ ଯାତ୍ରାରେ ଦୀର୍ଘକାଳିକ ବହୁତ ପାଖରୁ ଦେଖିଥିବା ଅନୁଭୂତି, ନିଜ ସହିତ ଘଟିଥିବା ଘଟଣା, ସେଗୁଡ଼ିକ ତାଙ୍କୁ ସେ ଗ୍ରନ୍ଥ ପାଇଁ ପ୍ରେରଣା ବି ଦେଇଛି ଏବଂ ସେ ଗ୍ରନ୍ଥକୁ ଏଭଳି ସମୃଦ୍ଧ କରିବାର ଜ୍ଞାନ ଯୋଗାଇଛି। ତ ଆଜି ଆମର ଯେଉଁ କ୍ଲାସ୍ ଚାଲିବ, ଏଇଥିରେ ଆପଣମାନଙ୍କୁ ଅନୁରୋଧ, ଯେଉଁମାନେ ଭାଗ ନେଉଛନ୍ତି ସତ୍ୟାର୍ଥ ପ୍ରକାଶରେ ଆଗକୁ ଯିବା ପାଇଁ, ପ୍ରତ୍ୟେକଙ୍କ ପାଖରେ ତ ସତ୍ୟାର୍ଥ ପ୍ରକାଶ ବହି ରହିବା ଉଚିତ। ଏବଂ ଆମେ ଯେଉଁ ବହି ପଢ଼ିବା ସତ୍ୟାର୍ଥ ପ୍ରକାଶର, ସିଏ ଆପଣମାନଙ୍କ ଆଗରେ ଉପଲବ୍ଧ ଅଛି। ମୁଁ କାଲି ପଚାରିବି, ଇଏ ଯେଉଁ କରାହେଇଛି ଏଇଥିରେ ମୁଁ ଯାହା ଦେଖାଉଛି ସେ ଓଲଟା ଆକାରରେ ଦେଖାଉଛି, ବୋଧେ ଆପଣଙ୍କୁ ସିଧା ଦେଖାଯାଉଛି କି ନାହିଁ ମୋତେ ଜଣା ନାହିଁ। ମୁଁ ତ ଦେଖୁଛି ମୋତେ ଓଲଟା ଦେଖାଯାଉଛି। ତ ସତ୍ୟାର୍ଥ ପ୍ରକାଶ ଓଡ଼ିଆରେ ଯେଉଁ ଅନୁବାଦ ହେଇଛି ଆମ ଦ୍ୱାରା ଏବଂ ପ୍ରକାଶିତ ହେଇଛି ବୈଦିକ ପ୍ରକାଶନରୁ, ସେ ବହି ଆପଣମାନେ ସାଙ୍ଗେ ରଖିବେ। ସେ ବହି ଆଧାରରେ ଆମର ଏ କକ୍ଷ ଚାଲିବ। ଆହୁରି ବି ସତ୍ୟାର୍ଥ ପ୍ରକାଶ ଅଛି, କିନ୍ତୁ ଏଇଥିରେ ଯେଉଁ ସରଳତା ଅଛି ବୁଝିବାରେ ଓଡ଼ିଆ ଭାଷାରେ,
ତା ସହିତ ଯେଉଁମାନେ ପଢ଼ୁଛନ୍ତି ଯେଉଁଠି ଯେଉଁଠି ବୁଝି ନ ପାରିବେ ଆଉ 5ଟି ସହଯୋଗୀ ଗ୍ରନ୍ଥ ସାଙ୍ଗରେ ରଖିବେ। ସଂସ୍କୃତି ଜ୍ଞାନ ପ୍ରଥମ ଭାଗ, ସଂସ୍କୃତି ଜ୍ଞାନ ଦ୍ୱିତୀୟ ଭାଗ, ସତ୍ୟର ସନ୍ଧାନେ ପ୍ରଥମ ଭାଗ, ସତ୍ୟର ସନ୍ଧାନେ ଦ୍ୱିତୀୟ ଭାଗ, ଈଶ୍ୱରଙ୍କ ନାମ ଓମ୍, ये 5ଟି कम से कम प्रथमे आवश्यक। परवर्ती समोल्लास जो मुझे पढ़ेबी से सहयोगी ग्रंथर ना कहि। ये 5टी ग्रंथ आपण को बहुत आवश्यक पड़े। जो मान पाखे ग्रंथ थी तो पढ़े, जो मान पाखे ग्रंथ नथिबो पद्मनाभ स्वाई ठारू पाखे कौटी मिलले भल, नहले आमर जो वैदिक प्रकाशन कार्यालय राउरकेलार अच्छी पद्मनाभ स्वाई नंबर आपण मैंने समस्ते जानी थे, नचेत मु कहीदे 9861335321 ये संपर्क करी ये बही पाखे रखिए। तो आमे विचार करुले सत्यार्थ प्रकाश कौन वो कहीं। हाँ, ए परिप्रेक्षी मु कहि जो मानंग पाखरे सत्यार्थ प्रकाश अच्छी वैदिक प्रकाशन द्वारा प्रकाशित से माने सत्यार्थ प्रकाश पढ़िबा पूर्व आमर जो आलोचना चलती सत्यार्थ प्रकाश कौन वो कहीं को निश्चित भाव में पढ़े, पूरा पंक्ति सह पढ़े। सत्यार्थ प्रकाश कौन वो कहीं जेतिकी भल भाव में बुझे से सत्यार्थ प्रकाश जानापी से श्रद्धा हम। वेद रे गोटे कथा कहुई सफलतार रहस्य कौन, कहा द्वारा जड़े साधक, जड़े पाठक, जड़े चिंतक, जड़े जिज्ञासु सफलता प्राप्त करे। वेद रे कहुई श्रद्धा भगस्य मूर्धनि। सबुठ बड़ जिनस है श्रद्धा हूँ समस्त ऐश्वर्यर शीर्ष स्थान रहे। श्रद्धावान लभते ज्ञानम। शास्त्र रे कहुई ज्ञान किए प्राप्त करे ना जे श्रद्धावान। एवं श्रद्धा बढ़ेवार, श्रद्धा उत्पन्न करिवार उपाय कौन ना आम कौन सी कथा को जेतिकी जेतिकी जानिबा। तेणु सत्यार्थ प्रकाश प्रति श्रद्धा हवा तापई अत्यंत आवश्यक है आमे सत्यार्थ प्रकाश कौन वो कहीं आपको मन ध्यान दे पढ़िबा, तार पृष्ठभूमि को बुझिबा। कहीं महर्षि दयानंद सरस्वती सत्यार्थ प्रकाश लिखिले एते ग्रंथ थिला। ऋषि निजे तो कहते ब्रह्मांगठू आरंभ करी महर्षि जैमिनी पर्यंत ए समग्र ऋषि परंपरा को मु मानुची। कौन सी नवीन मत मतांतर प्रवर्तन करिवा आरंभ करिवा मोर लेस मात्र उद्देश्य नहीं। पढ़िबे सत्यार्थ प्रकाश ऋषिंगर उद्देश्य से सबोले बारंबार कहते संसार रे संप्रदाय बहुत हो गलानी, संसार रे धर्म को बहुत संकुचित कर दिया हलानी। समस्ते निज निजर परिधि, समस्ते निज निजर बाउंड्री पकईले। ए बाउंड्री गुड़िक आम धर्म को, आम समाज को, आध्यात्मिकता को बांटी चली, खंड खंड कर चली, खंड खंड कर चली। तेणु संसार रे संप्रदायर भाव नहीं, मत मतांतर भाव नहीं। तेणु आ गोटे नुआ मत करवा,
ନୂଆ ସମ୍ପ୍ରଦାୟ ତିଆରି କରିବା ଇଏ ମୋର ଲେଶ ମାତ୍ର ଉଦ୍ଦେଶ୍ୟ ନୁହେଁ। ଋଷି ବି ଦେଖୁଥିଲେ ଗ୍ରନ୍ଥର ବି ଅଭାବ ନାହିଁ, ଋଷିମାନଙ୍କର ଗ୍ରନ୍ଥ। ମହର୍ଷି ଦୟାନନ୍ଦ ସରସ୍ୱତୀ ତାଙ୍କର ଗୋଟେ ବଡ଼ ବୈଶିଷ୍ଟ୍ୟ ହେଲା, ଆମେ ଦେଖୁ ମୋ ଜୀବନ କାଳ ଭିତରେ ମୁଁ ବହୁ ମହାପୁରୁଷଙ୍କର ଗ୍ରନ୍ଥ ପଢ଼ିଛି। ଅନେକ ବ୍ୟକ୍ତି ମଣିଷ କଥା ଛାଡ଼ନ୍ତୁ, ଋଷି କଥା ଛାଡ଼ନ୍ତୁ, ନିଜକୁ ତ ଭଗବାନଙ୍କଠୁ ବଡ଼ ବୋଲି ଲେଖିଛନ୍ତି। ଜଣେ ଜଣେ କହିଛନ୍ତି ମୁଁ ଭଗବାନଙ୍କଠୁ ବି ଉପରେ ଅଛି। ସେମିତି ଲୋକଙ୍କୁ ମଧ୍ୟ ମହାପୁରୁଷ ଉଠି ପଡ଼ି ଧାଉଁଥିବା ଆମେ ଦେଖୁଛୁ। ଚାରିଆଡ଼େ ତାଙ୍କର ମଠ ମନ୍ଦିର ଖୋଲିଥିବା ଦେଖୁଛୁ, ଯେଉଁମାନେ ନିଜକୁ ଭଗବାନଙ୍କଠୁ ବି ବଡ଼ ବୋଲି କହନ୍ତି। ପରମାତ୍ମାଙ୍କଠୁ ବି ଉର୍ଦ୍ଧ୍ୱରେ ଥିବା କଥା କହନ୍ତି। କେତେ ଋଷିମାନଙ୍କୁ ହଜମ କରିଦେଇଛି ବୋଲି କହନ୍ତି। ଅହଙ୍କାରର ତ ସୀମା ନାହିଁ। କିନ୍ତୁ ମହର୍ଷି ଦୟାନନ୍ଦ ଏକ ସ୍ୱତନ୍ତ୍ର, ଏକ ନିଆରା ବ୍ୟକ୍ତିତ୍ୱ। ବ୍ରହ୍ମାଙ୍କଠୁ ଆରମ୍ଭ କରି ମହର୍ଷି ଦୟାନନ୍ଦ ପର୍ଯ୍ୟନ୍ତ ଏକ ପରମ୍ପରା, ଋଷି ପରମ୍ପରା, ସୁଦୀର୍ଘ ଋଷି ପରମ୍ପରାରେ ଆମ ସୌଭାଗ୍ୟ ଆମେ ସେଭଳି ଏକ ଋଷିଙ୍କର ଅନୁଗାମୀ, ଯିଏ ସମଗ୍ର ଋଷି ପରମ୍ପରାକୁ ସମ୍ମାନ ଦିଅନ୍ତି। ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କୁ ତାଙ୍କ ଜୀବନରେ ଆସୁଛି, ଗୋଟିଏ ଜାଗାରେ କୁହାହେଲା, ଯେତେବେଳେ ବେଦ ଭାଷ୍ଟର କାର୍ଯ୍ୟ କରୁଛନ୍ତି, ଲୋକ ଜାଣିଛନ୍ତି, ଯେଉଁମାନେ ଜାଣିବା ଶୁଣିବା ଲୋକ ଜାଣିଛନ୍ତି, ଋଷୟ ମନ୍ତ୍ରଦ୍ରଷ୍ଟାରଃ ବଭୂବୁ। ନିରୁକ୍ତରେ କୁହାଯାଇଛି ଋଷିମାନେ ହେଉଛନ୍ତି ମନ୍ତ୍ରଦ୍ରଷ୍ଟା। ମହର୍ଷି ଦୟାନନ୍ଦ ସରସ୍ୱତୀ ଯେତେବେଳେ ବେଦ ଭାଷ୍ୟ କରୁଥିଲେ, ଯେଉଁ ମନ୍ତ୍ରର ଅର୍ଥ କେବଳ ବ୍ୟାକରଣ ନିରୁକ୍ତ ପ୍ରକ୍ରିୟାରେ ନୁହେଁ, ତାର ଗମ୍ଭୀର ଅର୍ଥ ଅଛି। ବେଦ ଭାଷ୍ୟ କରୁଥିବା କାମ, ଡିକ୍ଟେସନ୍ ଡାକୁଥିବା କାମ, ପଣ୍ଡିତମାନଙ୍କୁ ବସେଇ ଦେଇ ପାଖରେ ଗୋଟେ ରୁମ୍କୁ ଯାଉଥିଲେ, ଆଗ ଧ୍ୟାନ କରୁଥିଲେ, ସମାଧିସ୍ଥ ହେଉଥିଲେ ଅଧା ଘଣ୍ଟା 45 ମିନିଟ୍, ଯେତେବେଳେ ଆହୁରି ଦରକାର ଅଧିକ ସମୟ ପର୍ଯ୍ୟନ୍ତ ସେ ବେଦ ମନ୍ତ୍ରର ଅର୍ଥକୁ ନିର୍ଣ୍ଣୟ କରିବା ପାଇଁ। ବ୍ୟାକରଣ ତ ଏହା କହୁଛି, ନିରୁକ୍ତ ତ ଏହା କହୁଛି, କିନ୍ତୁ ପରମାତ୍ମାଙ୍କର କ'ଣ ପ୍ରେରଣା, ଏବଂ ସେ ପ୍ରେରଣା ପ୍ରାପ୍ତ କରିବା ପରେ ଆସି ଫେରି ଲେଖାଉଥିଲେ। ତେଣୁ ଯେଉଁମାନେ ଏ ପ୍ରକ୍ରିୟାକୁ ଦେଖିଲେ, ମହର୍ଷି ଦୟାନନ୍ଦଙ୍କୁ କହିଲେ ଆପଣ ବି ଜଣେ ଋଷି। ମହର୍ଷି ଦୟାନନ୍ଦ ସରସ୍ୱତୀ ସେତେବେଳେ କହିଲେ, କ'ଣ କରିବା, ମୋତେ ଦୁଃଖ ଲାଗୁଛି, ଆଜି ସେ ଋଷି ପରମ୍ପରା ନାହିଁ ଭାରତବର୍ଷରେ। କପିଳ, କଣାଦ, ଜୈମିନୀ, ପତଞ୍ଜଳିଙ୍କ ସମୟରେ ଯଦି ମୁଁ ଜନ୍ମ ହୋଇଥାନ୍ତି, ମୋତେ ଜଣେ ସାଧାରଣ ପଣ୍ଡିତ ବୋଲି କୁହାଇଥାନ୍ତା। ଅର୍ଥାତ୍ ଜଣେ ଋଷି ଅନ୍ୟମାନଙ୍କର ଋଷିତ୍ୱକୁ କେତେ ଉତ୍କୃଷ୍ଟ ଭାବରେ ହୃଦୟଙ୍ଗମ କରୁଛନ୍ତି। ଆଉ ଯେଉଁ ଲୋକମାନଙ୍କୁ ନା ସଂସ୍କୃତର ସ ଅକ୍ଷର ଜଣା, ନା ଅଷ୍ଟାଧ୍ୟାୟୀର ଅ ଦେଖିଛନ୍ତି, ନା ବେଦର ବକୁ ଦର୍ଶନ କରିଛନ୍ତି, ସେ ଯାଙ୍କର ତ କଥା ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ, ସେ ଭଗବାନଠୁ ବି ବଡ଼। ବ ନ ଦେଖିକିରି ଭଠୁ ବଡ଼, ବ ପରେ ଭ ନା, ବେଦ ନ ଦେଖିକି ଭଗବାନଠୁ ବଡ଼। ଇଏ ବଡ଼ ବିଚିତ୍ର ସ୍ଥିତି। ତ ଇଏ ତ ଆମର ପ୍ରକରଣ ଚାଲିବ ଆଲୋଚନା। ଭୂମିକା ବିଷୟରେ ବି ଆମେ ଆହୁରି ଆଲୋଚନା କରିବା। କାଲି ପହରଦିନ ଆହୁରି କକ୍ଷ ଅଛି। ତେବେ ଆମେ ଚିନ୍ତନ କଲେ ଆଜି ଦିନ ଭିତରେ ଯେ ସତ୍ୟାର୍ଥ ପ୍ରକାଶ ଏକ ଅମୂଲ୍ୟ ଗ୍ରନ୍ଥ, ଯଥା ନାମ ତଥା ଗୁଣ। ଏ ବହିର ନାମ ଯେମିତି, ସେ ବହିର ଗୁଣ ବି ସେମିତି। ସେ ବହି ଆମ ଜୀବନକୁ ସତ୍ୟର ଅର୍ଥର ଆଲୋକରେ ଆଲୋକିତ କରିଦେବ। ଆବଶ୍ୟକତା ହେଲା ଆମେ ସେ ଆଲୋକରେ ଆଲୋକିତ ହେବାକୁ ଚାହୁଁଛେ କି? ଯଦି ଚାହୁଁଛେ, ଯଦି ଉତ୍ସୁକ ଅଛେ, ତେବେ ଆମେ ବି କାମ ଆରମ୍ଭ କରିଦେବା। ଆସନ୍ତାକାଲି ଏହି କକ୍ଷକୁ ଆପଣମାନେ ଆସିବା ପୂର୍ବରୁ ସତ୍ୟାର୍ଥ ପ୍ରକାଶ କ'ଣ ଓ କାହିଁକି ତୁମ ପାଇଁ କାମ, ଏଇଟା ପଢ଼ି କାଲି ଆସିବେ ତ ଆହୁରି ଆଉ କିଛି ଭଲ ଭାବରେ ବୁଝିପାରିବେ। ଆଜି ଆମେ ଆମର ବାଣୀକୁ ଏଠି ବିରାମ ଦେଉଛୁ। ଇତି ଓମ୍ ଶମ୍। ଓମ୍ ଶାନ୍ତି ଶାନ୍ତି ଶାନ୍ତି।